ଆପଣ ତ ଦେଖୁଥିବେ ରାସ୍ତା ଯାକ କର୍ମୀ ମାନଙ୍କର କୋଭଳି ଭାବରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ସେମାନେ ଦଉଛନ୍ତି ଏବଂ ସେମାନେ କେତେ ଏକ୍ସାଇଟେଡ୍ ଅଛନ୍ତି। କାରଣ ଏଭଳି ଭାବରେ ବାଙ୍କିରେ ଲୋକମାନେ ପ୍ରତାରିତ ହେଇଛନ୍ତି ବିଗତ ଦିନ ମାନଙ୍କରେ। ଏଭଳି ଭାବରେ ଦୁର୍ନୀତି ଏବଂ ଯୋଉମାନେ ପ୍ରିୟାପ୍ରୀତି ତୋଷଣକାରୀ ମାନଙ୍କର ଯୋଉ ହଉଛି ଲୁଟ୍ ଚାଲିଛି, ସେ ଲୁଟ୍ ବିରୁଦ୍ଧରେ ବାଙ୍କିର ଜନସାଧାରଣ ଏକାଠି ହେଇଛନ୍ତି। ମୁଁ କାଲି ମଧ୍ୟ କହିଥିଲି, ଆଜି ବି କହୁଛି, ମୁଁ ପ୍ରାର୍ଥୀ କଂଗ୍ରେସ ଦଳ ହେଇପାରେ, କିନ୍ତୁ ମୁଁ ନିଜକୁ ନିଜେ ବାଙ୍କି ମାଟିର ପ୍ରାର୍ଥୀ ବୋଲି ବିଚାର କରେ। ମୁଦ୍ଦା ରହିବ, ବିକାଶର ମୁଦ୍ଦା ରହିବ, ଦୁର୍ନୀତିର ମୁଦ୍ଦା ରହିବ। ଏବଂ ମୁଁ ଗୋଟିଏ କଥା କହି ରଖିବା ଆପଣମାନଙ୍କୁ ଚାହେଁ, 30-35 ବର୍ଷ ହେଲା ମୁଁ ସାମାଜିକ ଜୀବନରେ ଅଛି ଏବଂ ରାଜନୈତିକ ଜୀବନରେ ଆପଣଙ୍କୁ ମୁଁ ବାରମ୍ବାର କରି କହିଛି, ଯୋଉ ସମୟରେ କି ଗୋଟେ ଚାରଣାକର ଯଦି ଦୁର୍ନୀତି ଆସିବ, ମୁଁ କେବେ ରାଜନୀତି କରିବି ନାହିଁ। ସେଇଠି ତ ମୋର ମୁଦ୍ଦା ଯେ ଆମେ ତ କ୍ଲିନ୍ ଲୋକ, ସମାଜର ମଙ୍ଗଳ ପାଇଁ, ସୁବିଧା ପାଇଁ, ସମାଜର ସେବା କରିବା ପାଇଁ ଆମେ ଆସୁଛୁ। ତେଣୁ ଏଠି ଆମର ଦଳ ଯାହା କଂଗ୍ରେସ ଦଳର ପ୍ରାର୍ଥୀ ମୁଁ ହେଇପାରେ, କିନ୍ତୁ ବାଙ୍କି ଲୋକଙ୍କର ପ୍ରାର୍ଥୀ ହିସାବରେ ମୁଁ ନିଜକୁ ବିବେଚନା କରୁଛି। ବାଙ୍କି ମାଟିର ପ୍ରାର୍ଥୀ ହିସାବରେ ମୁଁ ବିବେଚନା କରୁଛି। ମୁଁ ଆପଣଙ୍କୁ ଗୋଟିଏ କଥା କହି ରଖିବା ପାଇଁ ଚାହେଁ, ଆପଣ ମାନେ ମତେ ଥରେ ପଠେଇଥିଲେ ବିଧାନସଭା ଏବଂ ଈଶ୍ୱରଙ୍କ କୃପାରୁ ମା ଚର୍ଚ୍ଚିକାଙ୍କ ଆଶୀର୍ବାଦରୁ ବିଧାନସଭାର ଶ୍ରେଷ୍ଠ ବିଧାୟକ ଆମେ ହେଇଥିଲେ। ଏଟା ବାଙ୍କି ବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର କଥା ଥିଲା। ଏବଂ ଏଇ ଯୋଉ 5 ବର୍ଷ ଆପଣ ଯଦି ଭଗବାନ କରନ୍ତି, ଜଗନ୍ନାଥ ମହାପ୍ରଭୁ ଏବଂ ମା ଚର୍ଚ୍ଚିକାଙ୍କର ଆଶୀର୍ବାଦ ହୁଏ, ବାଙ୍କିର ଜନସାଧାରଣ ଯୋଉମାନେ କି ମୋର ଭଗବାନ, ଆପଣ ମାନେ ମୋର ଭଗବାନ, ଆପଣ ମାନଙ୍କର ଯଦି ଆଶୀର୍ବାଦ ହୁଏ, ତାହେଲେ ନିଶ୍ଚିତ ଭାବରେ ମୁଁ ଆପଣଙ୍କୁ କହିବି, ବାଙ୍କି ଆମ ଓଡ଼ିଶାର 1 ନମ୍ବର ନିର୍ବାଚନ ମଣ୍ଡଳୀ ହବ ଏବଂ ଏଇ 5 ବର୍ଷ ଏଭଳି କାମ କରାଯିବ, ଯାହା ଫଳରେ କି ବାଙ୍କି ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେଇ ରହିବ।